गंजाम जिला अंतर्गत पुरुषोत्तमपुर सरस्वती शिशु मंदिर मैट्रिक परीक्षा 100% सफलता पाई। एही शिशु मंदिर रे मोट 31 जन शिशु परीक्षा देइथिले। सेथिमध्यरु A1 1 जन, A2 5 जन, B1 15 जन, B2 7 जन और C 3 जन कृतित्व लाभ करिसंती। विद्यालयर संपादक श्रीजुक्त सुशांत कुमार बेहेरा, कोषाध्यक्ष श्रीजुक्त राजकिशोर सासमल, प्रधानाचार्य श्रीजुक्त निरंजन डाकुआ कृति छात्र छात्री को पुरस्कार प्रदान करिसंती। वर्तमान आसंतु सेही कृति छात्र छात्री मुहरु निज सफलतार कहानी सुनिबा। प्रधानाचार्य जाने विद्यालय सब भाई 100% परफॉर्मेंस दियंतु एवं समस्त परीक्षा भल हो
ଗ୍ରୀଷ୍ମ ଅବକାଶ ଆରମ୍ଭ କରି ପରୀକ୍ଷା ଶେଷ ପର୍ଯ୍ୟନ୍ତ ତାଙ୍କ ସହିତ ଆମେମାନେ ଥିଲୁ ଏବଂ ସଦାସର୍ବଦା ପ୍ରେରଣା ଦେଉଥିଲୁ ଯେ ପରୀକ୍ଷାରେ କେମିତି ଭଲ କରିବ। ଇଏ ହେଉଛି ମୋର ସଫଳତାର ପ୍ରଥମ ପାହାଚ। ତେଣୁ ମୋର ଆଶା ଯେମିତି ଥିଲା ଭାଇ ଭଉଣୀମାନେ ଆଶାନୁରୂପ ସଫଳତା ଆଣିଛନ୍ତି। ବର୍ଷ ଆମେ 3 ଜଣ ଭାଇ ଭଉଣୀଙ୍କ ଉପରେ ଆଶା ରଖିଥିଲେ ରଖିବା ପାଇଁ। ଯଦି ଆମର ଅମୃତା ଭଉଣୀ କହିଲେ ଯେ ମୁଁ ପ୍ରଥମ ଦିନରୁ ମୁଁ ତାଙ୍କୁ ଚିନ୍ହିଥିଲି ଯେ ଏ ଭଉଣୀ ନିଶ୍ଚିତ ରୂପେ ମୋ ପାଇଁ ନିଜ ପରିବାର ପାଇଁ ବିଦ୍ୟାଳୟ ପାଇଁ ଗୌରବ ଆଣି କାଶୀ କରିଛନ୍ତି। ଆଉ 2 ଜଣ ଭଉଣୀ ସୌମ୍ୟା ଭଉଣୀ ଏବଂ ଅଂଶୁମାନ ପାତ୍ର ବି ସିଏ ଏଇଭଳି ରଖିଥିଲେ ଆଶା ରଖିଥିଲି। କିନ୍ତୁ ଅଳ୍ପ କେତେକ ମାର୍କ ପାଇଁ ସେମାନଙ୍କ ରହିନି। ତଥାପି ଯେଉଁ ଭାଇ ଭଉଣୀମାନେ ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି ସେଥିପାଇଁ ସନ୍ତୋଷ ବ୍ୟକ୍ତ କରୁଛି। ଆଶା କରୁଛି ଆମର ନିଜର ଦଶମ ଶ୍ରେଣୀର ଭାଇ ଭଉଣୀ ଅଛନ୍ତି ସେମାନେ ମଧ୍ୟ କଠିନ ପରିଶ୍ରମ କରି ନିଜ ପାଇଁ ସଫଳତା ଆଣିଥାନ୍ତି। ଦଶମ ଶ୍ରେଣୀର ଶ୍ରେଣୀ ଆଚାର୍ଯ୍ୟ ହିସାବରେ ମୁଁ ଏତିକି କହିବି। ଆଉ ପ୍ରଥମ ଶ୍ରେୟ ଦେବି ଆମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହୋଦୟଙ୍କୁ। ସେ ଧନ୍ୟବାଦ ତା ସହିତ ଅନ୍ୟାନ୍ୟ ଗୁରୁଜୀ ଗୁରୁମାମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଜେ ଶିଶୁମାନଙ୍କର ଅନନ୍ୟ ଚେଷ୍ଟା ଦ୍ୱାରା ସେମାନେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି, ଆମ ବିଦ୍ୟାଳୟକୁ ଗୌରବ ଆଣିଛନ୍ତି। ଦ୍ୱିତୀୟ କଥା ହେଉଛି ଆମ ପ୍ରଧାନ ଆଚାର୍ଯ୍ୟ ଯଦିବା ୟା ପୂର୍ବରୁ କିଛି କିଛି ଆମ ବିଦ୍ୟାଳୟରେ ଆମେ ପଢ଼ୁଥିଲୁ, ଆମ ଶିଶୁ ଭାଇ ଭଉଣୀମାନଙ୍କ ପାଇଁ ଚେଷ୍ଟା କରୁଥିଲୁ, ତଥାପି ବର୍ତ୍ତମାନ ଆମର ଯେଉଁ ନିରଞ୍ଜନ ଭାଇ ପ୍ରଧାନ ଆଚାର୍ଯ୍ୟ ବିଦ୍ୟାଳୟରେ ଅଛନ୍ତି ସିଏ ଅକ୍ଳାନ୍ତ ପରିଶ୍ରମ କରି ଆଉ ଗୋଟେ ଯୋଜନା ପ୍ରସ୍ତୁତ କରୁ। ପ୍ରଥମେ ଶିଶୁ ଭାଇ ଭଉଣୀମାନେ ଯେଉଁମାନେ ଦୁର୍ବଳ ଅଛନ୍ତି ସେମାନଙ୍କୁ କିଭଳି ଭାବରେ ଟାଣି ଆଣି ଆଗକୁ ଆଣିବା, ତା ସହିତ ଯେଉଁମାନେ ସଫଳ ଅଛନ୍ତି ସେମାନଙ୍କୁ ଆଉ ଟିକେ ଉନ୍ନତ ମାନର ଶିକ୍ଷା ପ୍ରଦାନ କରେ ସେମାନେ କିଛି ତାଙ୍କୁ ଭଲ ପରଫର୍ମାନ୍ସ କରିପାରିବେ। ତେଣୁ ଆମର ଅନ୍ୟାନ୍ୟ ଗୁରୁଜୀ ଗୁରୁମାଙ୍କ ସହିତ ପ୍ରଧାନ ଆଚାର୍ଯ୍ୟ ଯଥେଷ୍ଟ ଭାବେ ଧନ୍ୟବାଦ ଯୋଗ୍ୟ। ଧନ୍ୟବାଦ। ସଫଳ